ପିଙ୍କନ ସାହୁ ଅଲୱେଜ୍ ପ୍ରଦେଶ ପରିଚାଳକ ଯୁବ ସଂଗଠନ ଆଠଗଡ଼ କାଲି ଆମେ ବ୍ରହ୍ମପୁର ପଞ୍ଚାୟତ ଯେଉଁ ଅଛି ତାର କାଞ୍ଜିଆ ଗାଁରେ ଗୋଟେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଥିଲା। ମୋତେ ଫାଇନାଲ୍ ମ୍ୟାଚ୍ରେ ଏସ୍ ଭାବେ ଡାକିଥିଲେ। ସେଠି ପଦା ଗାଁ ମଧ୍ୟ ଫାଇନାଲ୍କୁ ଯାଇଥିଲା। ସେଠି ମୁଁ ଫାଇନାଲ୍ ମ୍ୟାଚ୍ ସାରିକି ଯେତେବେଳେ ବ୍ୟାକ୍ କଲି, ପଦା ଗାଁର କିଛି ପିଲା ସେଠୁ ଆଗୁଆ ଆସିକି ପଦା ଗାଁ ଛକ ଯେଉଁ ରେବୁଲ୍ କ୍ରସିଂ ପାଖରେ ସେମାନେ ତାକୁ ଗୋଟେ ପ୍ଲାନିଂ ଭାବରେ ଗୋଟେ କହିବାକୁ ଗଲେ ସେ ଗୋଟେ ଏକାଠି ହେଇକିନା ସେଠି ଥିଲେ। ଅନସଟନ୍ ଗାଡ଼ି ଆଗକୁ ପଳେଇ ଆସିଲେ, ଆମ ଡ୍ରାଇଭର ଗାଡ଼ି ରଖିଲା, ସାଙ୍ଗେ ସାଙ୍ଗେ ବନ୍ଧୁକ ଲଗେଇକି ଏ ଗାଡ଼ିରୁ ଓହ୍ଲା, ବହୁତ ଗାଡ଼ି ଗୁଲ ସୋଦାସୁଦି କରିକି ଗାଡ଼ିରୁ ଓହ୍ଲା, ଏ କର ସେ କର। ସେଥିରେ ପୁଣି ନାଁ ବି ନେଉଥିଲେ ଯେ ତୁ ଅଭୟବାରିକ ଏଗ୍ନେଷ୍ଟରେ ଲେଖୁଛୁ, ଅଭୟବାରିକ ନାଁରେ କାହିଁ କହୁଛୁ, ତୁ ବହୁତ ହେଉଛୁ, ତୁ ଜବର ଇଏ କଲୁଣି, ଏମିତି ବହୁତ ଗୁଡ଼ାଏ ଗାଳି ଗୁଲଜ ମୋତେ କଲେ। ତାପରେ ଆମ ପିଲାମାନଙ୍କୁ ସାଙ୍ଗେ ସାଙ୍ଗେ ବିଧିବଦ୍ଧ ଭାବରେ ଆକ୍ରମଣ କଲେ। ବହୁତ ଗୁଡ଼ାଏ ସେ ଯେଉଁ ଲୁହା ଝଡ଼ଫଡ଼ ସେ ଯେଉଁ ରୋଷେଇ ଫୋଷେଇ କରୁଛନ୍ତି ସେଠୁ ଆଣିକି ମରାମରି କଲେ ଆମ ପିଲାମାନଙ୍କୁ ଯେତେବେଳେ ମାରାମରି କଲେ, ମୁଁ କାହିଁ ମାରୁଛ, କ'ଣ ପାଇଁ, କ'ଣ ହେଇଛି, କ'ଣ ତମର, ମୁଁ କ'ଣ ଅସୁବିଧା କରିଛି ନା ତୁ ସବୁ ଜିନିଷ ଇଏ କରୁଛୁ, ତୁ ଆମର କ୍ଷତି କରୁଛୁ, ତୋ ପାଇଁ ସବୁ ଜିନିଷ ଘଟୁଛି। ଏଟା ବହୁତ ଗାଳି ଗୁଲଜ, ଖରାପ ଭାଷାରେ ଗାଳି ଗୁଲଜ କଲେ। ତାପରେ ଆମ ପିଲାମାନେ ସେଠୁ ଯେତେବେଳେ ବାଡ଼େଇଲେ ଆମ ପିଲାମାନଙ୍କୁ ମୁଁ ଅଟକାଇବାକୁ ଚେଷ୍ଟା କଲି। ଫାଷ୍ଟ ଯାହା ପିଲାମାନଙ୍କୁ ମାରନି, ଯାହା ହେଇଛି କ'ଣ କରୁଛି, ତୁମେ କ'ଣ କହୁଛ ତାର ଗୋଟେ ସମାଧାନ ହେବ କି କ'ଣ ହେଇଛି ଯଦି ତୁମେ ଭାବୁଛ ତାହେଲେ ଆମେ ଆମ ପିଲାମାନଙ୍କୁ ଛାଡ଼ିଦିଅ। ସେଠୁ ପିଲାମାନଙ୍କୁ ଛାଡ଼ିଦିଅ କହି ଯେତେବେଳେ ସେଠୁ ମୋତେ ଗୋଟେ ବାଡ଼ାବାଡ଼ି କରିକି ତଳେ ପକେଇକି ସେ ଯେଉଁ ତାଙ୍କର ସେ ମୋତେ ସେଠି ସେ ପୁଣି ଫୋନ୍ ବି କରିଛି ମୋ ସାମ୍ନାରେ। ସେ କାହାକୁ ଗୋଟେ ଭାଇ ବୋଲିକା ଫୋନ୍ କଲା, ଭାଇ ପିଙ୍କନ ସାହୁକୁ ଆମେ ଅଟକେଇ ଦେଇଛୁ, ତୁମେ ଯାହା କହିବ ସେଇଆ କରିବ। ତା ଭାଇ ବୋଧେ ସେଇ ବୋଧେ ଅଭୟବାରିକି ଯିଏ ତାକୁ କହିଲା ପିଙ୍କନ ସାହୁକୁ ବାଡ଼ା, ତା ପିଲାଙ୍କୁ ବାଡ଼ା। ସେଥିପାଇଁ ବୋଧେ ବିଧିବଦ୍ଧ ଭାବରେ ଆମକୁ ବାଡ଼େଇଛନ୍ତି, ବହୁତ ଗୁଡ଼େ ବାଡ଼େଇଛନ୍ତି। ମୁଁ କାଲି ଏସ୍ ମେଡ଼ିକାଲରେ ମୁଁ ଆଡ଼ମିସନ୍ ନେଇଥିଲି, ସବୁ ମେଡ଼ିକାଲ ରିପୋର୍ଟ ହେଇଛି। ରାତି 2ଟାରେ, 1:30, 2ଟା ପରେ ଆସିଲା ପରେ ଥାନାରେ ଏତଲା ମଧ୍ୟ ଦେଇଛି। ଯେଉଁମାନଙ୍କ ବୋଧ ସେମାନଙ୍କ ନାଁ ପରିଚୟ ଭଲରେ ମୁଁ ଜାଣିନଥିଲି। ଫଟୋ ଯେଉଁ ଭିଡ଼ିଓ ଆମ ପାଖରେ ଅଛି, ସେ ଫଟୋ ଭିଡ଼ିଓ ମାଧ୍ୟମରେ କିଛି ନାଁ ଆମେ ଜାଣିବାକୁ ପାଇଲୁ, ସେମାନଙ୍କ ନାଁ ଏଫଆଇଆର୍ ହେଇଛି। ଦେଖାଯାଉ ଯେ ସରକାରୀ ଦଳର ମାନେ ବିଧାୟକ ପ୍ରାର୍ଥୀ ଆଉ ସରକାର ତାଙ୍କର ଅଛନ୍ତି, ସରକାର ତାଙ୍କ ଉପରେ ଆକ୍ସନ୍ ନେବେ କି ନାହିଁ ସେଟା ଆମ ମନରେ ଗୋଟେ ବହୁତ ସନ୍ଦେହଜନକ କଥା। ତ ସମାଜ ପାଇଁ ଯଦି ଭଲ କାମ କରି ଜଣେ ମାଡ଼ ଖାଇବ, ତାପରେ ତା ପ୍ରତି କିଛି କାର୍ଯ୍ୟାନୁଷ୍ଠାନ ହେବନି, ଲୋକଙ୍କର ଭରସା ନିଶ୍ଚିନ୍ତ ଭାବରେ ଆଇନ ଶୃଙ୍ଖଳା ଉପରୁ ଉଠିଯିବ। ସେ ଯେଉଁ ଚୋରି ଧରି ନାରୀ କରୁଛି ସବୁ, ଆମେ ଆଠଗଡ଼ରେ ସବୁ ଜିନିଷ ପର୍ଦାଫାଶ କରୁଛୁ। ବିଗତ ଦିନରେ ଆମ ସୋସିଆଲ ମିଡ଼ିଆ ଆଇଡ଼ି ଦେଖିବେ, ଆମ ଆଇଡ଼ିରେ ଯେ ବହୁତ ଗୁଡ଼ାଏ ସେ ତିଗିରିଆ ପଥର ଖଣି ହେଉ, ବହୁତ ଗୋଚାଲାଣ ହେଉ, ସବୁଥିରେ ସେ ବ୍ୟକ୍ତି ସମ୍ପୃକ୍ତ। ସେ ଲୋକ ତା ଭାଇ ବନ୍ଧୁ କୁଟୁମ୍ବ ସେ ପଦା ଗାଁରେ ସେ କ'ଣ କରନ୍ତି ସେ ହିଷ୍ଟ୍ରି ବି ଲୋକ ସମସ୍ତେ ଜାଣିଛନ୍ତି। ବହୁତ ଦୁରାତ୍ମା କରିକି ଲୋକମାନଙ୍କୁ ଯେଉଁଭଳିଆ ବ୍ୟବସ୍ଥା କରିଛି, ବ୍ୟବସ୍ଥାରୁ ତାକୁ ଲୋକମାନେ ବି ହଟେଇ ଦେଇଛନ୍ତି। ସେ ଯେଉଁ ବ୍ୟବସ୍ଥାକୁ ଆସିବାକୁ ଚାହୁଁଥିଲା ସେ କେବେ ବି ସେ ସଫଳ ହେବନି। ଯେଉଁଭଳିଆ ଆମକୁ ହଇରାଣ ହରକତ କରିଛି ଆଉ ଆମକୁ ଯେଉଁ ମାଡ଼ ମାରିଛି, ମାଡ଼ର ଜବାବ ଆଗାମୀ ଦିନରେ ଆଠଗଡ଼ବାସୀ ତାକୁ ଦେବେ। ମୋର କିଛି ଏ ବିଷୟରେ କହିବାର ନାହିଁ। ଯେ ଆମକୁ ଯେଉଁ ହଇରାଣ ହରକତଟା କଲେ, ଯେଉଁ ମାରିଲେ, ଏ ଜିନିଷ ବହୁତ ନିଶ୍ଚିନ୍ତ ଭାବରେ ଆମେ ବହୁତ ଦୁଃଖିତ। ଆମେ ଆଗାମୀ ଦିନରେ କିପରି କାମ କରିବୁ, ପୋଲିସ ସୁରକ୍ଷା ସରକାରଙ୍କୁ ଦେବ ନା ଲୋକଙ୍କୁ, ସମାଜରେ କାମ କରୁଥିବା ଲୋକଙ୍କୁ ଦେବ, ସେଇଟା ପ୍ରଥମ ପ୍ରଶ୍ନ ରହିଛି ଆମ ପାଇଁ। ପୋଲିସ ଯଦି ୟା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ତାହେଲେ ଥାନା ଘେରାଉ ସହିତ ମୁଖ୍ୟମନ୍ତ୍ରୀ ବାସଭବନ ସହିତ ଆମ ପିଲାମାନେ ସମସ୍ତେ, ଗୋଟିଏ ପିଲାଙ୍କୁ ନୁହଁ 500ରୁ 1000 ପିଲାଙ୍କୁ ସେଥିରେ ଆଠଗଡ଼ ତିଗିରିଆ ଅଞ୍ଚଳ ସବୁ ଜାଗାରେ ଲୋକଙ୍କ ସୁବିଧା ଅସୁବିଧାରେ ପହଞ୍ଚୁଛନ୍ତି। କାଲି ମଧ୍ୟ ବଡ଼ ମେଡ଼ିକାଲରେ ବହୁତ ଜୀବନ ଦେଖିଥିବେ, ହଜାର ହଜାର ପିଲା ବଡ଼ ମେଡ଼ିକାଲ ମୋ ପାଖକୁ ଯାଇଥିଲେ, ବହୁତ ଗୁଡ଼ିଏ ଲୋକ ମଧ୍ୟ ଯାଇଥିଲେ। ଆଗାମୀ ଦିନରେ ଯଦି ଆମେ ଆଇଆଇସିଙ୍କୁ ଆଉ ଗୋଟେ ଜିନିଷ ହେଲା, 112କୁ କଲ୍ କରିଥିଲୁ, ପୋଲିସକୁ ପ୍ରୋଟେକ୍ସନ୍ ମାଗିଥିଲୁ, ବର୍ଷ ଭିତରେ ପୋଲିସ ପ୍ରୋଟେକ୍ସନ୍ ଆମକୁ ଦେଲାନି। ଜାଣି ଶୁଣି ସରକାରୀ ଦଳର ଅବହେବାରୀ କଥାରେ ପୋଲିସ ଆମ ପାଖକୁ ଆସିଲେନି, ସାହାଯ୍ୟ କଲେନି, ଆମେ ମାଡ଼ ଖାଇଲୁ। এই ଜିନିଷ ଯଦି ପୋଲିସ ୟା ପରେ କିଛି ଆକ୍ସନ୍ ନ ନିଏ, ଆମେ ନେଇ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ହେଉ ପଛେ, କିନ୍ତୁ ରାଜରାସ୍ତାରେ ବସିବୁ ପଛେ, ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢ଼ିବୁ। ମୋ ନାଁ ଦିଲ୍ଲୀପ କୁମାର ଛତା, ପକଡ଼ି ଗ୍ରାମ କମିଟି ସଭାପତି। କାଲି ରାତି ଯେଉଁ ହିଂସାକାଣ୍ଡ ହେଇଛି, ଦେଖନ୍ତୁ, ମୁଁ କାଲି ସୋସିଆଲ ମିଡ଼ିଆରୁ ରାତିରେ ଜାଣିବାକୁ ପାରିଲି ଯେ ମୋର ଯିଏ ଜଣେ ସୋସିଆଲ ୱାର୍କର ପିଙ୍କନ ସାହୁ ଆଉ ଦିଲ୍ଲୀପ ନାୟକ ଦିଲ୍ଲୁ, ସେ ମୋ ଗାଁର ଗୋଟେ ଉତ୍ସାହୀ ଯୁବକ। ଏମାନେ କେବଳ କୌଣସି ଖେଳକୁଦରେ ଭାଗ ନେଉନାହାନ୍ତି କିମ୍ବା ଯାଇକି ସହଯୋଗ କରୁନାହାନ୍ତି, ବିଭିନ୍ନ ସାମାଜିକ ସଂଗଠନ ସହିତ ଏମାନେ ଯୋଡ଼ି ହେଇଛନ୍ତି, ଲୋକଙ୍କର ସୁଖ ଦୁଃଖରେ ଛିଡ଼ା ହେଉଛନ୍ତି। ତ ଏଭଳି ଜଣେ ସାମାଜିକ କର୍ମୀକି ଏଭଳି ମାନସିକ ଭାବେ ମର୍ମାନ୍ତକ ଆକ୍ରମଣ କରିବା ବଡ଼ ଦୁଃଖର ବିଷୟ। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଯେଉଁମାନେ ନିଜକୁ ସାମାଜିକ କର୍ମୀ ଭାବେ ନିଜକୁ ପ୍ରତିପାଦନ କରିଛନ୍ତି କିମ୍ବା ଲୋକମାନଙ୍କର ସୁଖ ଦୁଃଖରେ ଛିଡ଼ା ହେଉଛନ୍ତି,
ବ୍ଲଡ୍ ଡୋନେସନ୍ କ୍ୟାମ୍ପରେ ହଉ କିମ୍ବା କୋଭିଡ୍ ସମୟରେ ସେମାନଙ୍କର ଯେଉଁ ନିର୍ଭୀକ ସେବା ହଉ କିମ୍ବା ଲୋକମାନଙ୍କର ଘର ପୋଡ଼ି ହଉ, ବାତ୍ୟା ହଉ, ବନ୍ୟା ହଉ, ଏବେ ଯେଉଁଭଳି ଭାବେ ସେମାନେ ଯାଇକି ସ୍ୱତଃପ୍ରବୃତ୍ତ ଭାବେ ଲୋକମାନଙ୍କ ପାଖରେ ପହଞ୍ଚନ୍ତି ଏବଂ ଯାହା ତାଙ୍କର ଯତ୍କିଚିତ୍ ପେଟରୁ କାଟି ସହଯୋଗ କରନ୍ତି କିମ୍ବା ସହଯୋଗର ହାତ ବଢ଼ାନ୍ତି, ଏଭଳି ସାମାଜିକ କର୍ମୀମାନଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ଏ ବହୁତ ନିନ୍ଦନୀୟ ଘଟଣା। ଯାହା ଆମେ ସୋସିଆଲ ମିଡ଼ିଆରୁ ଜାଣିବାକୁ ପାଉଛୁ ଏବଂ ତାଙ୍କ ମୁହଁରୁ ଶୁଣିବାକୁ ପାଉଛୁ, ବର୍ତ୍ତମାନ ଆଠଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ଅଭୟ ବାରିକଙ୍କ ଭାଇ ଏବଂ ତାଙ୍କର କିଏ ବନ୍ଧୁବାନ୍ଧବ ମିଶିକି ଏଭଳି ଆକ୍ରମଣ କରିଥିବା କଥା ଚିନ୍ତନ ସାହୁ ଏବଂ ଦିଲ୍ଲୀପ ନାୟକ ପ୍ରକାଶ କରିଛନ୍ତି। ତେଣୁ ଯଦି ଏହା ସତ୍ୟ ହୋଇଥାଏ ଏ ଗୋଟେ ସାଂଘାତିକ ଘଟଣା ଏବଂ ମୁଁ ଆପଣଙ୍କର ଗଣମାଧ୍ୟମ ମାଧ୍ୟମରେ ମୁଁ ସମସ୍ତ ସାମାଜିକ କର୍ମୀମାନଙ୍କୁ ଏବଂ ସରକାରଙ୍କୁ ଅପିଲ କରୁଛି ଯେ ଏଭଳି ଅମାନୁଷିକ ଘଟଣା ପାଇଁ ସମସ୍ତେ ନିନ୍ଦା କରିବା ଉଚିତ ଏବଂ ଦୃଢ଼ ପ୍ରତିବାଦ କରିବା ଉଚିତ ଏଭଳି ଘଟଣା ଆଗକୁ ଯେମିତି ନ ଘଟେ। ବିଜେପି କହୁଛି କଣ ସରକାରୀ ଲୋକମାନଙ୍କୁ ଯୋଉ ବିଜେପି ନେତାମାନେ ଆକ୍ରମଣ କରୁଛନ୍ତି ନୁହେଁ। ନାଇଁ ଠିକ କଥା, ବିଜେପି ଲୋକଙ୍କ ସରକାର ହେଇକି କାମ କରନ୍ତୁ, କିନ୍ତୁ ବିଜେପି ନାଁରେ କଳଙ୍କ ବୋଳୁଥିବା ଲୋକମାନଙ୍କୁ ଦଳରେ ନ ରଖନ୍ତୁ। ଇଏ ହେଉଛି ସବୁଠୁ ବଡ଼ ନିନ୍ଦାର ଘଟଣା। ବିଜେପି ଦଳ ନାଁରେ ଲୋକମାନଙ୍କୁ ଆକ୍ରମଣ କରିବା, ଲୋକଙ୍କୁ ବିରୋଧ କରିବା, ଲୋକଙ୍କର ଭଲ କାମକୁ ବିରୋଧ କରିବା, ଏଇଟା କ'ଣ ବିଜେପି ଦଳ କହିଛି ନା ଲୋକଙ୍କ ସରକାର କହିଛି ଏଭଳି କାମ କରିବା ପାଇଁ? ଏ ଠିକ ନୁହଁ। ବିଜେପିର ତ ବହୁତ ନେତା ବୁଲୁଛନ୍ତି, ବହୁତ କାମ କରୁଛନ୍ତି, ସରକାର ତାଙ୍କର ଆସିଛି, ସେମାନେ କାମ କରିବାର ସୁଯୋଗ ପାଇଛନ୍ତି, କାମ କରନ୍ତୁ, ଏଥିରେ କିଛି ଅସୁବିଧା ନାହିଁ। ଲୋକ ଇଏ ହେଉଛି ସମ୍ପୂର୍ଣ୍ଣ ଖୋଲମଖୋଲା ଦାଦାଗିରି ଏବଂ ଏଇଟା ହେଉଛି ତାଙ୍କର ନିଜସ୍ୱ କାର୍ଯ୍ୟକ୍ରମ। ଏକୁ କୌଣସି ସରକାରୀ ସ୍ତରରେ ସହଯୋଗ କରାଯିବା ଉଚିତ। ଥିଲେ ସେଠୁ ତାଙ୍କୁ ଟୁର୍ଣ୍ଣାମେଣ୍ଟ ସବୁ ସରିଲା ପରେ ଫେରୁଥିଲୁ ବାଟରେ ଆମର ଯେଉଁ ପଦାକା ରେଲୱେ କ୍ରସିଂ ଅଛି ସେଇଠି ଆମକୁ ଡାଇରେକ୍ଟ ଅଟକେଇକି ଭାଇଙ୍କୁ ବନ୍ଧୁକ ଦେଖେଇଲେ, ମୁଣ୍ଡରେ ବନ୍ଧୁକ ଦେଖିକି କଲେ ବାହାରକୁ ବାହାରେ, ତାପରେ ସାର୍ଟ ଫାର୍ଟ ଘୋଷାଡ଼ିକି ବାହାରକୁ ବାହାର କଲେ। ଆମେ ସେଠୁ କହିଲୁ କ'ଣ ହେଇଛି ଏମିତି କାହିଁ ହେଉଛ ନା, ଆଉ ତୁ ବାହାରକୁ ଆସି ତୁ ଦିନକୁ ଦିନ କ'ଣ ଅଭୟ ବାରିକ ନାଁରେ ଗୋଟେ ପୋଷ୍ଟ କରୁଛୁ, ଆଉ ତୁ ଆଜି ଏଇଠି ଖାଇବୁ, ଆଉ ଧରିକି ବାଡ଼ାବାଡ଼ି କଲେ ମୋତେ। ମୋ ଆଖିକି ବି ଏଇଠି ଏଇ ଆଖିକି ଗୋଟେ ପିଲାଟା ଚାବି ଦେଇକି ଧରିକି କେଞ୍ଚି ଦେଲା ଏଇଠିକି, ପୁରା ବାଡ଼େଇକି ସବୁ ମାନେ ପେନ୍ ହେଉଛି ବହୁତ ଜୋରେ, ମେଡ଼ିକାଲ ବି ଯାଇଥିଲୁ। ତାପରେ ସେଇଠି ଫୋନ୍ କଲା ସାଙ୍ଗେ ସାଙ୍ଗେ ଅଭୟରେ କହିଲା ଭାଇ କଂସାକୁ ଆମେ ଧରିଛୁ, ଆଉ କ'ଣ କରିବୁ କୁହ। ତାପରେ ଭାଇକି ତଳେ ପକେଇକି ଘୋଷାଡ଼ିକି ବାଡ଼ାବାଡ଼ି ସମସ୍ତେ କଲେ, ଛାତିକି ମାରିଛନ୍ତି, ଏଗୁଡ଼ା ସବୁ ଆମକୁ ମାନେ ଦେଖିକି ତଣ୍ଟିକି ଧରିକି ପିଟି ଦେଲେ। ତାପରେ ଲୋକ କିଛି ଆସିକି ଛଡ଼ାଛଡ଼ି କଲାରୁ ତାପରେ ଆମେ ସେଠୁ ପଳାଇ ଆସିଲୁ। ତାଙ୍କ ନାଁ ହେଲା ମନୋଜ କୁମାର ବାରିକ ଜଣେ ଅଛନ୍ତି, ଆଉ ଜଣେ ଅଛନ୍ତି ବିଭୁ ପ୍ରସାଦ ବାରିକ। ଏ ବିଭୁ ପ୍ରସାଦ ବାରିକ ସିଏ ଆସିକି ତଣ୍ଟି କଷ୍ଟ ଧରିକି ମୋତେ ମାରିଲେ, ତାଙ୍କ ଫଟୋ ବି ଅଛି, ଭିଡ଼ିଓ ବି ଅଛି ପାଖରେ। ବିଜେପିର ଦାଦାଗିରି ନୁହଁ, ବିଜେପିର ଅଭୟ ବାରିକ ତାଙ୍କ ପୁତୁରା ହେବେ ଯେଉଁ ବିଭୁ ପ୍ରସାଦ ବାରିକ, ସେମାନେ ଆସିକି ବାଡ଼ାବାଡ଼ି କଲେ ତାଙ୍କ ଦାଦା।